ପଦ୍ମ ପାଦକୁ ଲକ୍ଷ୍ୟ କରି ଭକ୍ତ ଗୋଟିଏ ପଦ ଆପତ୍ତି କଲା। ଆହା କେମିତି ଲାହେ ଦିନ ବାନ୍ଧବ ମୋତେ ଆପଣାର କରିନିଅ ମୋତେ ଆପଣାର କରିନିଆ ଦିନ ବାନ୍ଧବା ମୋତେ ଆପଣାର କରିନିଆ ଏ ମୋତେ ଆପଣାର କରିନିଆ ହରି ସବୁ କାଢ଼ିଲେ କାଙ୍ଗାଳ ସଜାଇ ଆଉ ସବୁ କାଢ଼ି ନେଇ କାଙ୍ଗାଳ ସଜାଇ ନିଚରେ କାଳ ଦିଅ ମୋତେ ଆପଣାର କରିନିଆ ଆହେ ଦିନ ବାନ୍ଧବା ମୋତେ ଆପଣାର କରିନିଆ ରାଗ ବିମାନ ହିଂସାଦ ସତମ ସବୁ କାଢ଼ି ନେଇ ଦିଅ ପଦେ ସ୍ଥାନ ସବୁ କାଢ଼ି ନେଇ ଦିଅ ପଦେ ସ୍ଥାନ ହରି ଧନ ଜନ ମାନ କାମନା ଗୌରବ ଧନ ଜନ ମାନ କାମନା ଗୌରବ ନିୟରେ କାଢ଼ି ନିଅ ମୋତେ ଆପଣାର କରିନିଆ ଆହେ ଦିନ ବାନ୍ଧବା ମୋତେ ଆପଣାର କରିନିଆ ବିରାଟ ବଡ଼ ପ୍ରାଚୀର ଆଜ୍ଞା ପ୍ରାଚୀର ପ୍ରାଚୀର ପ୍ରଭାତ ସମୟ ଆ ପ୍ରାଚୀର ମଧ୍ୟରେ ଗୋଟିଏ ବଖରା ଘର ହଁ ଉପରେ ଛପର ନାହିଁ କି ଦୁଆରେ କବାଟ ନାହିଁ ବି ନାହିଁ ପ୍ରଭାତ ସମୟରେ ହଁ 80-85 ବର୍ଷର ଜଣେ ମା ମାମା ଦଶମୀ ଦିନରେ ହଁ ତୁଳସୀ ମୂଳରେ ଜଳ ଦଉଛି। ହଁ ହଁ ବୈଶାଖ ମାସ ଦଶମୀ କୃଷ୍ଣ ପକ୍ଷ ଆହା ଜଳ ଦେଇ ମୁଣ୍ଡିଆଟିଏ ମାରୁଛି। ମାରୁଛି ତୁଳସୀ ମୂଳରେ ଯୋଉ ଜଳ ଦଉଛି ଜଳକୁ ଆଣି ସିଞ୍ଚି ହଉଛି। ଆହା ଦେବଦତ୍ତୀ ନାରଦ ଆକାଶ ମାର୍ଗରେ ଦ୍ୱାରକା କଟକ ଗମନ କରୁଥିଲେ। ବେଶ ବେଶ ନଜରଟା ପଡିଗଲା ପୃଥିବୀ ବକ୍ଷକୁ। ହଁ ହଁ ଦେଖିଲେ ମା ଜଣକ ହଁ ହଁ ତୁଳସୀ ମୂଳରେ ଜଳ ଦଉଛି। ହଁ ଜଗନ୍ନାଥକୁ ହାତ ଯୋଡି ମୁଣ୍ଡିଆ ମାରୁଛି। ମାରୁଛି ତୁଳସୀ ମୂଳରୁ ଜଳ ଆଣି ସିଞ୍ଚି ହଉଛି। ହଁ ହଁ ଦେବଦତ୍ତୀ ନାରଦ କହିଲେ ଇଏ କାର୍ଯ୍ୟ କଣ କିଛି ବୁଝି ହଉନି। ନାଇଁ 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 ଅବତୀର୍ଣ୍ଣ କଲେ ପ୍ରାଚୀର ପାଖରେ ଡାକିଲେ ମା ଓ କଣ କରୁଛ ମା? କଣ କରୁଛ ମା ଜଣକ ଚାହିଁଲେ ଚାହିଁଲେ ହେଲେ ବାବାଜୀ ପୁଅ ଦେଖା ଯାଉନି। ଆହା ପ୍ରଭାତ ସମୟରେ ହଁ ତୁଳସୀ ମୂଳରେ ଜଳ ଦଉଛି। ଦଉଛି ଜଗନ୍ନାଥକୁ ମୁଣ୍ଡିଆଟିଏ ମାରୁଛି। ମାରୁଛି ତୁଳସୀ ମୂଳ ଜଳ ଟିକେ ଗଙ୍ଗା ସ୍ନାନ କରୁଛି ଛାଞ୍ଚି ହେଇ। ବେଶ ବେଶ ନାରଦ ବାବାଜୀ ପଚାରିଲେ ମା ଜଗନ୍ନାଥଙ୍କ ଧାମଟା କୋଉଠି? ଶ୍ରୀକ୍ଷେତ୍ର ଧାମ ଗଙ୍ଗା କଲିକତା ସହର ହେଲା ମା ନଟିଆ କହିଲା ଭଳିଆ ତ କଥାରେ ଠିକ ନାହିଁ। ନାଇଁ 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 ନା ମାନେ କଣ ନା ଜଗନ୍ନାଥଙ୍କ ଘର ହେଲା ଶ୍ରୀକ୍ଷେତ୍ର ତୁ ମୁଣ୍ଡିଆ ମାରୁଛୁ ତୁଳସୀ ମୂଳେ। ତୁଳସୀ ମୂଳରେ ଗଙ୍ଗା ହଉଛି କଲିକତା ସହରରେ ତୁ କହୁଛୁ ତୁଳସୀ ମୂଳେ ସ୍ନାନ କରୁଛୁ। ଆହା ହେଲା ବାବାଜୀ ପୁଅ ଏ ଗତିକ ଘର ବୋଲିକି ବଖରେ ଛପର ନାହିଁ କି ଦୁଆରେ କବାଟ ନାହିଁ। ବି ନାହିଁ କୋଉଠୁ ବାବାଜୀ ପୁଅ ପଇସା ପାଇବି ଯେ ଆହା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯିବି। ଆ କଲିକତା ସହର ଗଙ୍ଗା ସ୍ନାନ କରିବାକୁ ଯିବି। ଏଇଠି ବାବାଜୀ ପୁଅ ତୁଳସୀ ମୂଳରେ ଗଙ୍ଗା ସ୍ନାନ କରୁଛି। ଜଗନ୍ନାଥକୁ ମୁଣ୍ଡିଆ ମାରୁଛି ଜାଣିଛ ବାବାଜୀ ପୁଅ ଏ ଜଗନ୍ନାଥ ଅଛନ୍ତି କୋଉଠି? କୋଉଠି ନା କାଲି ରାତିରେ ବୁଢା ସତ୍ସଙ୍ଗକୁ ଯାଇଥିଲି। ସତ୍ସଙ୍ଗରୁ ଫେରି ଆସି ଭୋଜନ କଲା ବେଳେ